ମୁଁ ଭାବୁଛି ଏଗୁଡ଼ା ଯେଉଁ କଥା ଗୁଡ଼ା ଉଠାଉଛନ୍ତି ସେଇଟା ତାର କିଛି ରେଲିଭେନ୍ସ ନାହିଁ। କାହିଁକି ଏଇଟା ଉଠାନ୍ତି ଏଇଭଳିଆ କଥା? ମହତାବ ତାଙ୍କ ବାଟରେ ଗରିଆନ, ବିଜୁ ବାବୁ ଅଗଷ୍ଟ ବିପ୍ଳବର ଯୋଦ୍ଧା, ଦୁର୍ଦ୍ଦଶ ଆମର ଭାରତ ସ୍ୱାଧୀନତା ସଂଗ୍ରାମର ଯୋଦ୍ଧା, ଅନ୍ୟ ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ବିରଳ ଭାରତୀୟ, ପ୍ରତ୍ୟେକ ଓଡ଼ିଆ ଆମେ ତାଙ୍କ ପାଇଁ ଗର୍ବିତ। ସେମିତି ଡକ୍ଟର ମହତାବ ଆମର ଐତିହ୍ୟ, ପ୍ରତ୍ନତତ୍ତ୍ୱ, ସାହିତ୍ୟ ଏବଂ ଆମର ଗାନ୍ଧିଜୀଙ୍କ ନେତୃତ୍ୱରେ ଯେଉଁ ଆନ୍ଦୋଳନ, ଯେଉଁ ସ୍ୱାଧୀନତା ଆନ୍ଦୋଳନ, ସେତେବେଳେ କଂଗ୍ରେସ ୱାର୍କିଂ କମିଟି ରହିବାଠୁ ଆରମ୍ଭ କରି ଏବଂ ସ୍ୱାଧୀନୋତ୍ତର ଓଡ଼ିଶାରେ ବି ଉଭୟଙ୍କର ଅବଦାନ ରହିଛି। ତେଣୁ ଆମେ ଉଭୟଙ୍କୁ ଏଇଟା ଗୋଟେ ତୁଳନା କରି ଏଇଟା ହେଉଛି ସେଇଟା ହେଉଛି ଏଇ କଥା କହିବାଟା ବର୍ତ୍ତମାନ ଆମେ ନିଜର ଅବମୂଲ୍ୟାୟନ କରୁଛେ। ଓଡ଼ିଆ ଅସ୍ମିତାଟା କଥା କହୁଛେ, କିନ୍ତୁ ଓଡ଼ିଶାର ବରପୁତ୍ର ମାନଙ୍କୁ ଆମେ କାହାକୁ ପ୍ରମୋଟ କରାଉନଥିଲା। ବିଜୁବାବୁ କ'ଣ ଡିଜର୍ଭିଂ ନୁହନ୍ତି? ସେ କହିବାକୁ ଚାହାନ୍ତି। ସେମିତି ମଧୁବାବୁ ପେନସନ୍ ଯୋଜନା ହେଇଛି, ତା ମଧୁବାବୁ ଡିଜର୍ଭିଂ ନୁହନ୍ତି। ଉତ୍କଳମଣି ଗୋପବନ୍ଧୁଙ୍କ ନାଁରେ ହେଇଥିଲା ନବୀନ ସରକାରଙ୍କ ବେଳେ ଯେଉଁ ଆମର ଯେଉଁ ରାସ୍ତା, ଯେଉଁ ଗ୍ରାମୀଣ ସଡ଼କ ଯୋଜନା, ସେ ଡିଜର୍ଭିଂ ନୁହନ୍ତି। ଆମର ସେମିତି ବିଭିନ୍ନ ଆମର ଯେଉଁ ଜଳ ଯେଉଁ ମେଗା ଲିଫ୍ଟର ଯୋଜନା ବି ହେଇଥିଲା ଗଙ୍ଗାଧର ମେହେରଙ୍କ ନାଁରେ, ସେ ଡିଜର୍ଭିଂ ନୁହନ୍ତି। ଏ କ'ଣ ଏ କହିବାର ମାନେ ଅଛି? ନାଇଁ, ଡକ୍ଟର ମହତାବ ନାଁ ଯଦି କ'ଣ କରିବାକୁ ଚାହାନ୍ତି କରନ୍ତୁ, କିନ୍ତୁ ତା ମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଉଁଟା ଥିଲା ତାକୁ କାଟିକିରି ପୁଣି ଅନ୍ୟ ନାଁ କରିବେ, ଯେମିତି କଲେ ଯେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା। ଦିସ୍ ଇଜ୍ ରଙ୍ଗ। ଗଭର୍ଣ୍ଣମେଣ୍ଟ ଗୋଟେ କଣ୍ଟିନ୍ୟୁଏସନ୍ ପ୍ରୋସେସ୍। ବିଜୁବାବୁଙ୍କ ଭଳିଆ ନେତାଙ୍କୁ ଅମୂଲ୍ୟ କରିବା ଉଚିତ ନୁହେଁ କି ମହତାବଙ୍କୁ ବି ତାଙ୍କ ନାଁରେ ଯଦି କ'ଣ କରିବେ ସେମାନେ ନୂଆ ଯୋଜନା କରନ୍ତୁ। କେମିତି? ମୁଁ ଉଦାହରଣ ଦେଲି, ମଧୁସୂଦନ ଦାସ ଉତ୍କଳ ଗୌରବ, ଜାତୀୟ ଗୌରବ, ମଧୁସୂଦନ ବଢ଼ିଆ ଅସ୍ମିତାର ପ୍ରତୀକ, ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ କୋଉଠି ବନ୍ଦ ଥିଲା? ଆମେମାନେ ତ ପାର୍ଟିସିପେଟ୍ କରୁଥିଲୁ। ନାଇଁ, ଏବେ ସତବାର ଯେଉଁ ତାଙ୍କର 125 ଇୟର୍ସକୁ କରିବେ ଯଦି ବ୍ୟାପକ ଆଗରେ ଭଲ କଥା। ଆମେ ତ କରୁଥିଲୁ, ମୁଁ ତ ନିଜେ ପାର୍ଟିସିପେଟ୍ କରେ।